ତୁମ ପ୍ରତି ନା ଭଗବାନ ଗଣେଶଙ୍କର ବହୁତ ସାରା କୃପା ଅଛି। ତୁମେ କାହିଁକି ତାଙ୍କ ଉପରେ ଅଭିମାନ କରୁଛ? ତୁମେ କ'ଣ ଜାଣିନ ସେ ବିଘ୍ନହର୍ତ୍ତା, ବାଧାବିଘ୍ନର ବିନାଶକାରୀ, ଏବଂ ସେ ବି ତୁମର ଅନେକ ବାଧାବିଘ୍ନକୁ ଦୂର କରିଛନ୍ତି। ନଚେତ୍ ଆଜି ତୁମେ ଯାହା ସବୁ ହାସଲ କରିଛ, ସେ ସବୁକୁ ହାସଲ କରିବା ପାଇଁ ତୁମକୁ ଆଗାମୀ କେତେ ବର୍ଷ ଲାଗିଥାନ୍ତା ତାହାର ହିସାବ ନାହିଁ। ତେଣୁ ତାଙ୍କ ଉପରେ କୌଣସି ଅଭିମାନ ରଖ ନାହିଁ। ଖୁବ୍ ଆଦର ସହକାରେ ନିର୍ମଳ ମନରେ ନିଜ ଘରକୁ ନିମନ୍ତ୍ରଣ କର। ଅତିଥି ରୂପରେ ନିଜର ବାପାକୁ ସ୍ୱାଗତ ଅଭ୍ୟର୍ଥନା ଜଣାଅ। ପୂର୍ଣ୍ଣ ଶ୍ରଦ୍ଧା ସହକାରେ ପୂଜା କର। ଖୁସି ମନରେ ତାଙ୍କର ସେବା କର। ବହୁ ସାରା ଭଲ ପାଇବା ଦିଅ। ତାଙ୍କ ସହିତ କଥା ହୁଅ। ଦେଖିବ ତୁମର ଏଇ ଯେଉଁ ସବୁ ଅଭିମାନ ତାଙ୍କ ଆସିବା ଖୁସିରେ କୁଆଡ଼େ ହଜିଯିବ। ସବୁଠୁ ବେଶୀ ଖୁସି ତ ତୁମେ ହେବ ଏବଂ ଖୁସିରେ ନାଚି ଉଠିବ। ଆରେ ସେ ତ ସ୍ୱୟଂ ବହୁ ସାରା ଆଶୀର୍ବାଦ ସହିତ ତୁମ ଘରେ ପ୍ରବେଶ କରୁଛନ୍ତି, ଯାହାଦ୍ୱାରା ତୁମର ଏବଂ ତୁମ ପରିବାର ପ୍ରତି ଯେଉଁ ସବୁ ସମସ୍ୟା ରହିଛି, ଯାହା ବି ବାଧାବିଘ୍ନ ରହିଛି, ସବୁ ବିଘ୍ନକୁ ନିର୍ବିଘ୍ନ କରି ତୁମ ଜୀବନରେ ବହୁତ ସାରା ଖୁସି, ବହୁତ ସାରା ଆଶୀର୍ବାଦ ଭରିଦେବେ। ତୁମର ଯେଉଁ ଏତେ ବର୍ଷରୁ ଅଟକି ରହିଥିବା ସମସ୍ତ କାମ ନିର୍ବିଘ୍ନରେ ଶେଷ ହୋଇଯିବ। ଏ ବର୍ଷରେ ତୁମର ଯେଉଁ ତପସ୍ୟା ରହିଛି, ସେ ସବୁ ତୁମ ଜୀବନରେ ଉନ୍ନତି ଆଣୁଛି ଏବଂ ଆହୁରି ଉନ୍ନତି ଆଣିବ ମଧ୍ୟ। ବାସ୍ କେବଳ ଗୋଟିଏ କଥା କହିବି କି, କାହା ପ୍ରତି ନିଜର ଉଦ୍ଦେଶ୍ୟକୁ ଖରାପ ରଖ ନାହିଁ। ଯଦି କିଛି ଭୁଲ ହେଉଛି ତେବେ କ୍ଷମା ମାଗ, କାହିଁକି ନା କ୍ଷମା ମାଗିବା ଅତ୍ୟନ୍ତ ଜରୁରୀ ଅଟେ। ଜାଣି ରଖ, ମୋର କୌଣସି ବି ପିଲାଙ୍କ ଉପରେ କିଛି ବି ଖରାପ ନଜର ପଡ଼ିବ ନାହିଁ। କାହାର ବି କୌଣସି ବି କାମ ବନ୍ଦ ହେବ ନାହିଁ। ତୁମର କେବଳ ଗୋଟିଏ କାମ, ନିଜକୁ ପୂର୍ଣ୍ଣ ଶ୍ରଦ୍ଧାର ସହିତ ମୋ ଚରଣରେ ସମର୍ପିତ କର। ଦେଖିବ ତୁମ ଜୀବନରେ ମଙ୍ଗଳ ହିଁ ମଙ୍ଗଳ ହେବ। ବହୁତ ସାରା ଆଶୀର୍ବାଦ କରୁଛି। ଖୁସିରେ ରୁହ। ଓମ୍ ସାଇ ରାମ, ଜୟ ସାଇ ରାମ।